କ'ଣ ଥିଲା ନା ଶବ୍ଦର ଆମେ ଜାଣିଛେ ସେମାନେ ଯେ ଚାରି ପ୍ରକାର ଶବ୍ଦ ଥାଏ। ଗୋଟେ ହେଲା ଦେଶଜ, ଆମର ହେଲା ତତ୍ସମ, ଗୋଟେ ତଦ୍ଭବ, ଗୋଟେ ହେଲା ଦେଶଜ, ଗୋଟେ ହେଲା ବୈଦେଶିକ। ଚାରି ପ୍ରକାର ଶବ୍ଦ ଥାଏ। ତତ୍ସମ ମାନେ ତାହା ସହିତ ସମାନ। ତତ୍ସମ ମାନେ ହେଲା ତାହା ସହିତ ସମାନ ବା ସଂସ୍କୃତ ଶବ୍ଦ ତାହା ସହିତ ମାନେ ସଂସ୍କୃତ ଶବ୍ଦ ସଂସ୍କୃତ ଶବ୍ଦ ସହିତ ସମାନ ବା ତତ୍ସମ ଶବ୍ଦ ବୋଲି ତାକୁ କୁହାଯାଏ। ସଂସ୍କୃତ ଶବ୍ଦ ସହିତ ସମାନ ସେଇଟା ହେଲା ତତ୍ସମ। ସଂସ୍କୃତ ସହିତ ସମାନ ସେଇଟା ହେଲା ତତ୍ସମ ଶବ୍ଦ। ତଦ୍ଭବ ଶବ୍ଦ କ'ଣ ତହିଁରୁ ଉଦ୍ଭବ ବା ତହିଁରୁ ଉଦ୍ଭବ ସେଇଟା ହେଲା ସଂସ୍କୃତ ଶବ୍ଦର ଉଦ୍ଭବ, ସେଇଟା ହେଲା ଆମର ତଦ୍ଭବ। ଗୋଟେ ଦେଶଜ ଶବ୍ଦ ତ ଜାଣିଥିବ ସବୁ କନ୍ଧ ଶବ୍ଦ ଯାଏ ପର୍ଯ୍ୟନ୍ତ ଅଛି। କନ୍ଧ ଶବ୍ଦ ପର୍ଯ୍ୟନ୍ତ ଅଛି। ତାପରେ ବୈଦେଶିକ ଶବ୍ଦ ବା ଯେଉଁଟା ଇଂଲିଶ ଲାଙ୍ଗୁଏଜ୍ ଯେଉଁଟା ଟେବୁଲ୍ ଚେୟାର ଏଗୁଡ଼ା ସବୁ ହେଲା ବୈଦେଶିକ ଶବ୍ଦ। ତେଣୁ ଦେଖିବା ଆମର ଶବ୍ଦରେ କ'ଣ କୋଶ୍ଚିନ୍ ସବୁ ପଚାରୁଛି। ଦେଖିବା ତତ୍ସମ ଶବ୍ଦ 1 ନମ୍ବର କୋଶ୍ଚିନ୍ ଦେଇଛି। ତତ୍ସମ ଶବ୍ଦ କାହାକୁ କୁହାଯାଏ? ତତ୍ସମ ଶବ୍ଦ ହେଲା ତତ୍ସମ ତା ସହିତ ସମାନ। ତେଣୁ ସଂସ୍କୃତ ଶବ୍ଦ ସହିତ ଅବଗତ ଭାବେ ମିଶିଲେ କଥିତ ଭାଷା ମିଶିଲେ ଆମ ସଂସ୍କୃତ ଶବ୍ଦ ଅବିକୃତ ଭାବେ ଓଡ଼ିଆରେ ବ୍ୟବହୃତ ହେଲେ 1 ନମ୍ବର କୋଶ୍ଚିନ୍ ତତ୍ସମ ଶବ୍ଦ କାହାକୁ କୁହାଯାଏ? ନା ସଂସ୍କୃତ ଶବ୍ଦ ଅବିକୃତ ଭାବେ ଓଡ଼ିଆରେ ବ୍ୟବହୃତ ହେଲେ ତାକୁ ତତ୍ସମ ଶବ୍ଦ ବୋଲି କୁହାଯାଏ। 2 ନମ୍ବର କ'ଣ ଦିଆଯାଇଛି? ତହସିଲଦାର ଶବ୍ଦଟି କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ? ତହସିଲଦାର ଏଇଟା ଇଂରାଜୀ ତେଣୁ ଏଇଟା ହେବ ସମୟରେ ତହସିଲଦାରଟା କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ? ପାର୍ସି ନା ଉର୍ଦ୍ଦୁ ନା ହିନ୍ଦୀ ନା ଆରବୀ? ପାର୍ସି ମଧ୍ୟ ହେଲା ଆରବୀ ଶବ୍ଦ। ତହସିଲଦାରଟା ହେଲା ଆରବୀ ଶବ୍ଦ ତେଣୁ ହେଲା ଆମର ବଟୁଆ ଶବ୍ଦଟି କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଗତ? ବଟୁଆ ଶବ୍ଦଟି କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଗତ? ବଟୁଆ ଶବ୍ଦଟି ଦେଶଜ। ବଟୁଆ ହେଲା ଦେଶଜ ଶବ୍ଦ। ତଦ୍ଭବ ନୁହଁ କି ବୈଦେଶିକ ନୁହଁ। ବଟୁଆଟା ହେଲା ଦେଶଜ ଶବ୍ଦ। ତେଣୁ ଆମର ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପର୍ତ୍ତୁଗୀଜ ଶବ୍ଦ? ଦେଶଜ ମଧ୍ୟରେ ମଧ୍ୟ କେଯାଏ ପାର୍ଟ ଅଛି। ଦେଶଜ ଶବ୍ଦ ମଧ୍ୟରେ ମଧ୍ୟ କେଯାଏ ପାର୍ଟ ଅଛି। ଆମର ନିମ୍ନୋକ୍ତ ପର୍ତ୍ତୁଗୀଜ ଶବ୍ଦ ହେଲା ଅର୍ଦ୍ଦଳି, ସିଟ୍, ସିଲଟ, କିରାଣୀ ହେଲା ଆମର ପର୍ତ୍ତୁଗୀଜ ଶବ୍ଦ। ହେଲା ଦେଶଜରେ ପର୍ତ୍ତୁଗୀଜ ଆସିବନି। କିରାଣୀ ହେଲା ଆମର ପର୍ତ୍ତୁଗୀଜ ଶବ୍ଦ। ଦେଶଜ ଗୋଟେ ଟାଇପ୍ ହେଉଛି ପର୍ତ୍ତୁଗୀଜ ଶବ୍ଦ, କିରାଣୀ ହେଉଛି ପର୍ତ୍ତୁଗୀଜ ଶବ୍ଦ। ତାପରେ ହେଲା ଜମାନବନ୍ଦୀ ଏଇଟା କେଉଁ ପ୍ରକାର ଶବ୍ଦ? ଜମାନବନ୍ଦୀ ଏଇଟା ହେଲା ଗୋଟେ ପାର୍ସି ଶବ୍ଦ। ଜମାନବନ୍ଦୀ ଏଇଟା ହେଲା ଗୋଟେ ପାର୍ସି ଶବ୍ଦ। ତା ଛାଡ଼ଖାଇ କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ? ଛାଡ଼ଖାଇ ଶବ୍ଦ ଏଇଟା କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ? ଛାଡ଼ଖାଇ ଶବ୍ଦ ଦେଶଜ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ। ଛାଡ଼ଖାଇ କେଉଁ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ? ନା ଆମର ଏଇଟା ହେଲା ଦେଶଜ ଶବ୍ଦ ଭଣ୍ଡାରରେ ଅନ୍ତର୍ଭୁକ୍ତ। ଛାଡ଼ଖାଇ ଶବ୍ଦଟା ଦେଶଜ ଶବ୍ଦ ଭଣ୍ଡାରରେ ଦେଶଜ। ଅଲଗୁଣି ହେଲା ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ'ଣ? ମୂଳ ସଂସ୍କୃତ ହେଲା ଅଲଗୁଣି ହେଲା ଆଲମ୍ବିନି ହେଲା ଆମର ଅଲଗୁଣି। ତେଣୁ ତଦ୍ଭବ ଶବ୍ଦ କହିଲେ କ'ଣ ବୁଝ? ତଦ୍ଭବ ଶବ୍ଦ କହିଲେ ତହିଁରୁ ଉଦ୍ଭବ ସଂସ୍କୃତ ସମାନ ସଂସ୍କୃତର ଉତ୍ପନ୍ନ। ଏଇଟା ହେଲା ସଂସ୍କୃତର ଉତ୍ପନ୍ନ ଶବ୍ଦ। ଏଇଟା ହେଲା ତଦ୍ଭବ ଶବ୍ଦ। ତଦ୍ଭବ ଶବ୍ଦ ହେଲା ସଂସ୍କୃତର ଉତ୍ପନ୍ନ ଶବ୍ଦ, ଏହା ତଦ୍ଭବ ଶବ୍ଦ। ତେଣୁ ତାପରେ ହେଲା କୋଶ୍ଚିନ୍ ନମ୍ବର 9 ନମ୍ବର ଆମର କ'ଣ କହୁଛି? ଓଡ଼ିଶାର ଅଧିବାସୀମାନେ ବାଣିଜ୍ୟରେ କାରବାର କରୁଥିଲେ। ଲେଖାଙ୍କିତ ଶବ୍ଦଟି କେଉଁ ବୈଦେଶିକ ଶବ୍ଦାବଳୀରୁ ଆସିଅଛି? ବାଣିଜ୍ୟ କାରବାରଟା ବୈଦେଶିକର କେଉଁ ପାର୍ଟ ବା କେଉଁ ଟାଇପ୍? ବୈଦେଶିକର କେଉଁ ପାର୍ଟ? ବୈଦେଶିକର ହେଲା ପାର୍ସି ଟାଇପ୍। କାରବାରଟା ହେଲା ପାର୍ସି ଟାଇପ୍। ବୈଦେଶିକର ହେଲା ପାର୍ସି ଟାଇପ୍ରୁ ଆଇଛି କାରବାର। ତାପରେ ହେଲା ରାମ ଗୋଟିଏ ବୋକା ପିଲା। ରେଖାଙ୍କିତ ଶବ୍ଦଟି କେଉଁ? ବୋକାଟା ହେଲା ଆମର ଦେଶଜ ଶବ୍ଦ। ପାନିଆଟି କେଉଁ ଶ୍ରେଣୀ ଶବ୍ଦ ଅଟେ? ପାନିଆ ଆମର ହେଉଛି ପାନିଆ ମୋତେ ଲାଗୁଛି ଦେଶଜ। ଆମ ଦେଶରେ ଅନେକ ଲୋକ କୁଲି ଖଟନ୍ତି। ଏଇଟା ତୁର୍କୀ ଶବ୍ଦ। କେଉଁ ପ୍ରକାର ଶବ୍ଦ? କୁଲି ଖଟନ୍ତି ଏଇଟା ହେଲା ଆମର ତୁର୍କୀ ଶବ୍ଦ। ଆରିସା ହେଲା ଆମ ଦେଶଜ। ଜନ୍ଦା ଏକ କେଉଁ ପ୍ରକାର ଶବ୍ଦ? ଜନ୍ଦା ଏକ ଦେଶଜ ଶବ୍ଦ। କେଉଟର ସଂସ୍କୃତ ଶବ୍ଦ ଉଲ୍ଲେଖ କର। କେଉଟର ସଂସ୍କୃତ ଶବ୍ଦ ହେଲା କୈବର୍ତ୍ତ। ତାପରେ ଆମର କଅଁଳ ଶବ୍ଦର ମୂଳ ସଂସ୍କୃତ ଶବ୍ଦ କ'ଣ? କଅଁଳ ଶବ୍ଦର ମୂଳ ସଂସ୍କୃତ ହେଲା କୋମଳ। ତାପରେ ମାଟିଆ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ'ଣ? ମାଟିଆ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି ହେଲା ମୃତ୍ତିକା। ସଂସ୍କୃତ ଅଲଭ୍ରକ ଓଡ଼ିଆ ଶବ୍ଦରେ କେଉଁ ଶବ୍ଦ ରୂପେ ବ୍ୟବହାର କରାଯାଏ?
ଲୋକ ହେଲା ସେମାନେ ଅଳତା। ଇଂରାଜୀ ଶବ୍ଦ ଅର୍ଡ଼ରଲିର ଓଡ଼ିଆ ଶବ୍ଦ କ'ଣ ହେବ? ଅର୍ଡ଼ରଲି ଅର୍ଦ୍ଦଳି। ପ୍ରାଚୀନ କିପରି ତତ୍ସମ ଶବ୍ଦ? ପ୍ରାଚୀନ ତତ୍ସମ ଶବ୍ଦ। ଏଇଟା ହେଲା ଆଉ ଆମର ହେଲା ଦେଶ ଶବ୍ଦର ଦେଶ ବୈଦିକ ଟାଇପ୍ ଶବ୍ଦ ଏଇଟା ପଢ଼ୁଥିଲା ଆଜି ଶବ୍ଦ।